ହ୍ୟାଲୋ। କିରେ କାହିଁକି ଶମ୍ଭୁ ଏମିତି ହଉଛ କିରେ? ବୋପାଠୁ ଜନ୍ମ ହେଇଛ, ମାଆଠୁ ଜନ୍ମ ହେଇଛ, ବୋପାର କଥାରେ ଚାଲିବ, ମାଆର କଥାରେ ଚାଲିବ, ଦେଶ କଥାରେ ଚାଲିବ। ଦେଶ କଥା ବିଚାର କରୁନା। ଶଳା ଏମିତି ଅଳିଆ ଗୁଡ଼ାକ କିରେ? ହାଁ, ପଇସା ପାଇଁ ନିଜର ମା, ମାଟି, ଦେଶ, ସମ୍ପର୍କ ସବୁ ବିଚ୍ଛିନ୍ନତା କରିଦେଉଛ। ତମକୁ ସବୁ ମରିବା ଦରକାର। ଏଇଭଳି ବିହନ ରହିଲେ ଆଗାମୀ ଦିନରେ ବହୁତ ବାଳୁଙ୍ଗା ଜନ୍ମ ହେବେ। ତମେ ତ ଶଳା ଇଣ୍ଡିଆଟାକୁ ପାକିସ୍ତାନ କରିଦେବାକୁ ବସିଛରେ। ତମ ଗାଁରେ କେଉଁଠି ମନ୍ଦିର ଅଛି, କେଉଁଠି କ'ଣ ହେଉଛି, କେଉଁଠି କ'ଣ ଦେଶ ଆଗଉଛି, କେଉଁଠି ଦେଶରେ ସବୁ ଯୁଦ୍ଧ ସରଞ୍ଜାମ ତିଆରି ହେଉଛି, ସେଇଆକୁ ଭଡ଼ୁଆ ଚୋଦା ସବୁ ତମେ ନେଇକି ଦେଇ ଦେଉଛ ବିଦେଶଙ୍କ ହାତରେ ପଇସା ପାଇଁ। ହେଇରେ ପଇସା ପାଇଁ ଯେବେ ଦେଇ ଦେଉଛ, ଚାଲିଯାଉନା ବେଶ୍ୟା ପଡ଼ା। ଶଳା ସେଠି ପଇସା ରୋଜଗାର କରିବ। ଧିକ ତମ ଜୀବନ। କି କହିବି ତମ ମା ବାପାକୁ ରେ? କେଉଁ ସମୟରେ ତମେ ଜନ୍ମ ହେଇଥିଲ? ଶଳା ମରିବା ଦରକାର। ଇଏ ଭାରତ ସରକାର କରୁଛି କ'ଣ? ଯେବେ ଧରୁଛ କିଛି ଆଦାୟ କରିକି ବାକି ସବୁ ଟପକେଇ ଦିଅ। ଗରମ ପାଣି କରିଦିଅ, ଗରମ ପାଣି ଟପ୍ରେ ୟାଙ୍କୁ ସବୁ ପକେଇ ଦିଅ, ସିଝି ଯାଆନ୍ତୁ, ସବୁ ସିଝି ଯାଆନ୍ତୁ। ଏମିତିକା ଦଣ୍ଡ ନହେଲେ ଇଏ ଶଳାଙ୍କୁ ହେବନି। ହଇରେ ଶଳା, ଦେଶ ପାଇଁ ତମେ ଯାଇକି ଶଳା ଗୁପ୍ତଚର ହେଇକି ଦେଶର ସବୁ କାରୁକାର୍ଯ୍ୟକୁ ଦେଉଛ। ସେ ପୁରୀର ଗୋଟେ ଝିଅ, ସିଏ କ'ଣ ଗୋଟେ କେଉଁ ମାଲହୋତ୍ରା ସହିତ ଯାଇକି ମିଶିକି ସବୁ ଶଳା ତମେ ସେଇଥିରେ ଅଛ। ପୋଲିସ ତମକୁ ଧରିବ, ଆମ ଆଇନ ତମକୁ ଧରିବ। ସବୁ ଶଳା ସେଇ ଗରମ ପାଣି ହାଣ୍ଡିରେ ପକେଇକି ଯେବେ ତାଙ୍କୁ ସବୁ ପୋଡ଼ିବ, ମରିବେ ଛଟ ଛଟ ହେଇକି, ତାହେଲେ ଆପରେ ଆଉ ସେ ପଇସା ରୋଜଗାର କାହିଁ ପାକିସ୍ତାନ ଯିବେନି। ହଇରେ ଭଡ଼ୁଆ ଶଳେ, ତମକୁ ପଇସା ଏମିତି ଦରକାର ପଡ଼ିଲା, ୟାକୁ ସମସ୍ତେ ଲାଇକ୍, ସେୟାର, ସବସ୍କ୍ରାଇବ୍ କର। ଆଉ ଇଏ ଭଡ଼ୁଆଙ୍କୁ ମାରିବା ବ୍ୟବସ୍ଥା କର। ଏଇ ଭଡ଼ୁଆଣୀ ଯିଏ ଅଛନ୍ତି, ଦେଶର ତଥ୍ୟକୁ ନେଇକି ପଇସା ପାଇଁ ବାହାରେ ବିକ୍ରି କରୁଛନ୍ତି, ତାଙ୍କୁ ତୁରନ୍ତ ସବୁ ମାରିବା ବ୍ୟବସ୍ଥା କର। ନାହିଁ ରେ, ଇଏ ଭାରତବର୍ଷ। ମରିବ ଶଳେ, ଶଳେ ମରିବ ରେ, ତମ ବଂଶ ବୁଡ଼ିବ ଶଳା। ତମେ ଏଇଆ କରୁଛ, ୟୁଟ୍ୟୁବ୍ ରୋଜଗାର କରୁଛ। ଛି ତମ ପଇସା ରୋଜଗାର କରିବାରେ। ଜୟ ମା।